ଭାଇ ଓଡ଼ିଶା ସ୍ମିତାରୁ କହୁଥିଲି ବୁଝିପାରିଲେ। ଆଜ୍ଞା କୁହନ୍ତୁ। ମୁଁ କହିଲି ଗୋଟେ ଭିଡ଼ିଓ ଆପଣଙ୍କର ବହୁତ ଜୋରେ ଭାଇରାଲ ହଉଛି ଯେ ନମିତା ଭୂୟାଁ ଯିଏ ଅଛନ୍ତି ସ୍ୱପ୍ନମହଲର ଅଭିନେତ୍ରୀ ସେ ଆପଣଙ୍କ ଉପରେ ଏତେ ଚିଡଚିଡି ହେଇକି କଥାବାର୍ତ୍ତା କାହିଁ କରୁଛନ୍ତି କଣ ଘଟଣା ଘଟିଲା ସେଦିନ ରାତିରେ? ଦେଖନ୍ତୁ ଯାହା ପ୍ରୋବ୍ଲେମ ହେଇଛି ଉଁ, ପରିଚାଳନା ପାଇଁ କିଛି ପ୍ରୋବ୍ଲେମ ହେଇଛି ସେମାନେ ମୋତେ ଦୂର ରୁମ୍ ଦେଲେ। ମୁଁ ସେଦିନ ଖାଇବାକୁ ବି ଯାଇନଥିଲି। ଗାଡ଼ି ଆସିଲା ମୋତେ ଖାଇବାକୁ ଡାକିନି ପଳେଇଛି। ମୁଁ ଯେତେବେଳେ ଫୋନ୍ କଲା ମୋ ରୁମମେଟ୍ ସେମାନେ ମୋତେ ଖାଇବାକୁ ଆଣିଦେଲେନି। ସେମାନଙ୍କ ପାଇଁ ଖାଇବା ଆଣିଥିଲେ ସେମାନେ ଖାଇଦେଲେ। ମୁଁ ଉପାସ ଶୋଇଥିଲି। ତ ଗାଡ଼ି ଯେତେବେଳେ ପୁଣି ଗଲା ରାତିକି ଆଣିବା ପାଇଁ ସେ ପ୍ରଥମେ ତ ମୋତେ ଆଣିବା କଥା କିନ୍ତୁ ମୋତେ ନ ଆଣିକି ମୁଁ ଚାବି ପକେଇକି ଆସିବା ଭିତରେ ସେ ଆଉ ଜଣେ ସିଙ୍ଗରକୁ ନେଇ ପଳେଇ ଆସିଲା। କାମ ମୋର ପ୍ରଥମେ ଫାଷ୍ଟ ଟ୍ରିପ୍ରେ ମୋତେ ନେବା କଥା ସେ ଆଉ ଜଣେ ନେଇ ପଳେଇ ଆସିଲା। ଏସବୁ ଭୁଲ ହେଉଛି ଡ୍ରାଇଭରର। ସେ ମୋତେ ଛାଡ଼ି ଦେଇ ପଳେଇ ଆସିଲା ପରେ ମୁଁ ଆସି ପହଞ୍ଚିଲି ବନ୍ଦନା ସରିଛି। ମୋ ଡ୍ୟୁଟି ଯେଉଁ ସମୟରେ ବନ୍ଦନା ସରିଯିବା ପରେ ମୁଁ ମଞ୍ଚ ଚଢ଼ିବା କଥା ମୁଁ ମଞ୍ଚକୁ ଚଢ଼ିଛି ଆଉ ଫୁଲ୍ ମେକଅପ୍ ହେଇକି ଚଢ଼ିଛି। ଯେମିତି ଡ୍ରେସ୍ କଷ୍ଟ୍ୟୁମ୍ ପିନ୍ଧିବା କଥା ହିଁ ଚଢ଼ିଛି କିଛି ବି ଫେଲ୍ କରିନାହିଁ। କିନ୍ତୁ ସେଇ ସମୟରେ ତାଙ୍କର ଗୋଟେ ମିଟିଂ ଥିଲା ଏମଏଲଏ ସାର୍ ଆସିବା ପାଇଁ ସେସବୁ କାମ ମୋର ନୁହଁ କମିଟିର। କିନ୍ତୁ ଯେହେତୁ ମୁଁ ଉପସ୍ଥିତ ଥାନ୍ତି ହୁଏତ ମୁଁ ବି କରିପାରିଥାନ୍ତି ସେଟା ମୋ କନସିଭ୍ ଦୃଷ୍ଟିରୁ ମୁଁ ଯଦି ଉପସ୍ଥିତ ଥାଏ କରିଦିଏ। ଯଦି ନହେଲେ କମିଟିର ଯଦି କିଏ କହିବା ବାଲା ଥାନ୍ତି ସେମାନେ କହିଦିଅନ୍ତି ସେସବୁ ମୋ କାମ ମୋର ନୁହେଁ ଆଜ୍ଞା। ମୋତେ ମିଟିଂ ହେବ ବୋଲି କଣ ଜଣେଇଥିଲେ କିଛି ନାହିଁ। 11:30 କାମ ପକେଇ ପଠଉଥିଲେ 10:30ରେ ପଠେଇଲେନି। ତାପରେ ଆସିବା ମାତ୍ରେ ହିଁ ମୁଁ କଲର ଧରିକି ମଦ ପିଇଥିଲେ ମୋତେ ଭାଷା ଭାଷାରେ ଗାଳି ଗୁଲଜ କଲେ। କିଏ କିଏ? ଦେନ୍ ତାଙ୍କ କ୍ୟାସିୟର ନବ ଭାଇ ଯିଏ। ଆଚ୍ଛା। ତାପରେ ସକାଳୁ ମିଟିଂ ହେଲା। ମିଟିଂରେ ମୁଁ ରୁମ୍ରେ ଥିଲି ସେ ନାଟକର ପାର୍ଟ ନଥିଲା ମୁଁ ରୁମ୍ ଆସିଥିଲି ରୁମ୍ରୁ ଗଲି। ମିଟିଂରେ ମୁଁ ତାଙ୍କୁ ନବ ଭାଇ ଯେତେବେଳେ ମୁନା ଭାଇଙ୍କ ସହ କଥା ହେଉଥିଲି ନବ ଭାଇ କହିଲେ କି ତୋର ଏମିତି ବହୁତ ଥର ହେଇଛି। ମୁଁ କହିଲି ଆପଣ ଟିକେ ବସନ୍ତୁ ମୁଁ ତ ମୁନା ଭାଇଙ୍କୁ ସବୁ କଥା ଜଣଉଛି। ଆଚ୍ଛା। ଜଣଉଛି ସେ ସେଇଠୁ ଆର୍ଗୁ କରିବାକୁ ଲାଗିଲେ। ନମିତା ଠିକ୍ ସେଇ ଟାଇମ୍ରେ ଆସିଲେ ଧମକ ଦେଲେ ଗୋଡ଼ ହାତ ବାଡ଼ି ଭାଙ୍ଗିଦେବି ଆ କରିବି ତା କରିବି। ତାପରେ ମୁଁ କହିଲି ହାତ ଲଗେଇ ଦେଖାନ୍ତୁ। ତାପରେ ମୁନା ଭାଇ ମୋତେ ହାତ ଲଗେଇଲେ ଏବଂ ମାରଧର କଲେ ଧମକ ଦେଲେ। ଆଜି ଗୋଡ଼ ହାତ ବାଡ଼ି ଭାଙ୍ଗିଦେଲି କି ପିଠି ପଡ଼ିବ ତ ଆଜି ତତେ ମୁଁ ଆଜି ଏଇଠି ବାଡ଼େଇବି ଏମିତି କହିଲେ। ଧମକ ଦେଲେ ପାଟିରୁ ବିଦା କରିବା ପାଇଁ କହିଲେ। ଯେଉଁଥିପାଇଁ ମୁଁ ପାଟିରୁ ଆସିଲି ଏବଂ ମୁଁ ଏହି କଥା କଳାକାର ସଂଘର ମୁଖ୍ୟ ବାପି ନନାଙ୍କୁ ଜଣେଇଛି। ମାଲିକ ସଂଘର ମୁଖ୍ୟ ପାକୁ ନନାଙ୍କୁ ଜଣେଇଛି। ପାକୁ ବାବୁଙ୍କୁ କୋଣାର୍କ ମାଲିକ ପ୍ରଯୋଜକ ଏବଂ ଆମ ପ୍ରଡ୍ୟୁସର ଯିଏ କାଳିଆ ସ୍ୱାଇଁ ପ୍ରମୋଦ କୁମାର ସ୍ୱାଇଁ ସାର୍ ମହୋଦୟଙ୍କୁ ଜଣେଇଛି। ସିଏ ମୋ ପାଇଁ ବହୁତ ଭଗବାନ। ମୋତେ ପଇସା ଦେଇଛନ୍ତି ମୋତେ କର୍ମ ଦେଇଥିଲେ ସିଏ କହିଥିଲେ ମୁଁ ଶୁଣିଥାନ୍ତି ସହିଥାନ୍ତି। କିନ୍ତୁ ଏମିତି କଳାକାର ଜଣେ କଳାକାରଙ୍କୁ କହିବା ଏବଂ ଜଣେ ପରିଚାଳକ ହେଇକି ହାତ ଉଠେଇବା କେତେ ଦୂର ଯଥାର୍ଥ ବିଚାର ଓଡ଼ିଶା ଦର୍ଶକ କରିବେ। ଆଉ ମୋର କଳା ମୋତେ ଭଲ ପାଉଥିବା କଳାକାର ଭାଇ ଭଉଣୀ କରିବେ। ସୋସିଆଲ ମିଡ଼ିଆ ଯେଉଁ ଭାଇମାନେ ଅଛନ୍ତି ସେମାନେ କରିବେ। ଆଉ ମାଲିକ ସଂଘ କରିବ କଳାକାର ସଂଘ କରିବ ନିଷ୍ପତ୍ତି ସେମାନଙ୍କ ହାତରେ। ମୁଁ ମୁନ୍ନା ଘରକୁ ବାବୁ ଆସି ଆଉ ନମିତା ଭୂୟାଁ ମ୍ୟାଡାମଙ୍କର ଯୋଉ ସ୍ୱପ୍ନମହଲରେ କଣ ତାଙ୍କର କେବଳ କଳାକାର ନା କଳାକାର ବା ତାଙ୍କୁ କିଛି ଦାୟିତ୍ୱ ଦିଆଯାଇଛି? ପରିଚାଳକ ସେ ମୁନା ଭାଇ ହେଉଛନ୍ତି ମୁଖ୍ୟ ପରିଚାଳକ। ନମିତା ମ୍ୟାଡ଼ାମ ଜଣେ କେବଳ କଳାକାର ତାଙ୍କୁ କୌଣସି ଦାୟିତ୍ୱ ଦିଆଯାଇନାହିଁ। ନମିତା ମ୍ୟାଡାମଙ୍କର ଏଭଳି ବ୍ୟବହାର ଆପଣଙ୍କୁ କେତେ କୁଠାରଘାତ ଦେଇଛି? ମୋତେ ମୋ ମାନ ସମ୍ମାନ 5 ବର୍ଷ ଯେଉଁ ମୁଁ ସବୁ ସମ୍ମାନ କମାଇଥିଲି ଯାତ୍ରା ଜଗତରେ 5 ବର୍ଷ ଧରି ସେ ସମ୍ମାନକୁ ସେମାନେ ନେଇ ହରାଇଛନ୍ତି। ସେ ସମ୍ମାନ ମୁଁ କେମିତି ଫେରି ପାଇବି କେବେ ବି ଫେରି ପାଇବି ନାହିଁ। ସେମାନଙ୍କ ଉପରେ ହାତ ଉଠେଇଛନ୍ତି ଆପରେ ଆଉ କ'ଣ କ୍ଷମା ମୁଁ ତାଙ୍କୁ କହିବି। ମୁଁ ଖାଲି ଏବେ ବର୍ତ୍ତମାନ ରୁମ୍କୁ ଆସିକି କାନ୍ଦିବା ଛଡ଼ା ଆଉ ଘରକୁ ଆସିକି କାନ୍ଦିବା ଛଡ଼ା ମୋର କିଛି ଉପାୟ ନାହିଁ। ମୋ ଘରେ ଗୋଟେ ବୁଢ଼ୀ ମା ମୋର ବାପା ନାହାନ୍ତି ମୋର ଗୋଟେ ଭାଇ ଆମ ପରିବାର ଲୋକ ଭାଙ୍ଗି ପଡ଼ିଛୁ ବହୁତ ଘରକୁ ମୁଁ ଆସିଛି। ଆଉ ମୋର ମାନ ସମ୍ମାନ ଚାଲି ଯାଇଛି ମାଡ଼ ଖାଇଛି ଘରେ ହିଁ ଆସିକି ଅଛି ବିଚାର ଗୋଟେ ସମସ୍ତେ ସେମାନେ କରିବେ। ଗୋଟେ ଜୁନିୟର କଳାକାରଙ୍କୁ ଗୋଟେ ସିନିୟର କଳାକାର ଏମିତି ବ୍ୟବହାର କରିବା এটা କେତେ ଦୂର ଠିକ? ସମସ୍ତେ ସବୁ ବଡ଼ ବହୁତ ବଡ଼ ବଡ଼ ବରିଷ୍ଠ କଳାକାର ଅଛନ୍ତି ସମସ୍ତଙ୍କୁ ମୁଁ ସମ୍ମାନ ଦିଏ। କିନ୍ତୁ ଜୁନିୟର ସିନିୟର କିଛି ନୁହେଁ। ବହୁତ ଭଲ କଳାକାର ଅଛନ୍ତି ବହୁତ ବଡ଼ ବଡ଼ କଳାକାର ମୋତେ ବହୁତ ଭଲ ପାଆନ୍ତି ସ୍ନେହ ଶ୍ରଦ୍ଧା କରନ୍ତି ସେଇ ପାର୍ଟିରେ ବି ଅଛନ୍ତି ଟିକିନା ଆପା ଶୁଭେନ୍ଦୁ ଭାଇ ମିଲନ ଭାଇ ରୀନା ଆପା ଏମାନେ ସମସ୍ତେ ମୋତେ ବହୁତ ଭଲ ପାଆନ୍ତି। ମୋର କାହା ବିଷୟରେ କିଛି କହିବାର ନାହିଁ। ସେମାନେ ଭୁଲ କରିଛନ୍ତି ସେମାନେ ତ କ'ଣ କରିବେ ନ କରିବେ ମୁଁ କିଛି ଜାଣିନି। ମୋତେ ସେମାନେ ବାହାର କରିଦେଇଛନ୍ତି ମୋ ପରିବାର ଚଳିବ କେମିତି ମୁଁ କରିବି କ'ଣ ଏବେ ନିଷ୍ପତ୍ତି ମୁଁ ସେମାନଙ୍କ ଉପରେ ଛାଡ଼ି ଦେଇଛି। ମୁଁ ଘରେ ଆସି ମ୍ୟାନେଜର ଯିଏ କାନ୍ଦିବା ଛଡ଼ା ମୋର ଅଛନ୍ତି କିଛି ନାହିଁ। ମ୍ୟାନେଜର ଯିଏ ଅଛନ୍ତି ସିଏ କ'ଣ କହିଲେ ଆପଣଙ୍କୁ? ମ୍ୟାନେଜର ହିଁ କେବଳ ମୁଁ ନାହିଁ ଆଉ ତାଙ୍କ ଉପରେ କେହି ନାହାନ୍ତି। ଆଚ୍ଛା ମାଲିକ ସେମାନେ ସଂଘକୁ ଆପଣ ଲିଖିତ ଆକାରରେ ଦେଇଛନ୍ତି? କୌଣସି ଲିଖିତ ଆକାରରେ ଜଣେଇନି ମୁଁ କେବଳ ଫୋନରେ ହିଁ ଜଣେଇଥିଲି ଅଭିଯୋଗ କରିଥିଲି ମୁଁ ଏବେ କାହାକୁ ଆପଣ ଲିଖିତ ଛୁଟିରେ ଆକାରରେ ଅଛନ୍ତି ଦେଇନି। ଘରେ? ଆଜ୍ଞା। ଆଚ୍ଛା ଘଟଣାକୁ 2-3 ଦିନ ବିତିଗଲାଣି ବୋଧେ କେତେ ଦିନ ହେଲାଣି ଘଟଣା? ଏ ଘଟଣାଟା ହେଉଛି ପରଦିନ ସକାଳର। ପରଦିନ ସକାଳ ଏପର୍ଯ୍ୟନ୍ତ ମାଲିକ ମାନେ କିଛି ଆପଣଙ୍କୁ କହିନାହାନ୍ତି? ନାଇଁ କେହି କିଛି ଫୋନ କରିନାହାନ୍ତି। ସେ ଯାହା ନିଷ୍ପତ୍ତିରେ ମୁଁ ସେ ନିଷ୍ପତ୍ତିକୁ ମାନି ନେବି। ଏବଂ ମୁଁ ଗୋଟେ କଥା କହି ରଖୁଛି ମୋ ଏଥିରେ ମୋ ମାଲିକଙ୍କର କୌଣସି ଭୁଲ ନାହିଁ ପ୍ରମୋଦ କୁମାର ସ୍ୱାଇଁ ସାରଙ୍କର କୌଣସି ଭୁଲ ନାହିଁ। ଆପଣ କ'ଣ ଚାହୁଁଛନ୍ତି ନମିତା ଆପଣଙ୍କୁ ଭୁଲ ମାଗନ୍ତୁ?
ଭୁଲ ମାଗିବେ କି କଣ କରିବେ ନା ମୋର ଯୋଉ ମାନ ସମ୍ମାନ ଯାଇଛି ସେ ସମ୍ମାନଟା କଣ ଭୁଲ ମାଗିଦେଲେ ପଳେଇବ? କଣ କରିବେ ନ କରିବେ ମାଲିକ ସାଙ୍ଗ କଳାକାର ସାଙ୍ଗ ନିଷ୍ପତ୍ତି ନେବ। ବହୁତ ବହୁତ ଧନ୍ୟବାଦ ଭାଇ। ଆଜ୍ଞା।